ଆଜିର କଥା କଇଁଛ ଓ ବଗ। ଥରେ ଜଙ୍ଗଲ ନିକଟରେ ଥିବା ଏକ ପୋଖରୀରେ 3 ଜଣ ସାଙ୍ଗ ରହୁଥିଲେ। ସେମାନେ 2ଟି ବଗ ଏବଂ ଗୋଟେ କଇଁଛ। ସେମାନେ ଖୁସିରେ ଜୀବନ ବିତାଉଥିଲେ। ଦିନେ ବଗ କଇଁଛକୁ କହିଲା, ଏ ବର୍ଷ ବର୍ଷା ହୋଇନାହିଁ। ଆମେ ରହୁଥିବା ପୋଖରୀ ଶୀଘ୍ର ଶୁଖିଯିବ। ଆମକୁ ଏହି ପୋଖରୀ ଛାଡ଼ି ଅନ୍ୟ ଏକ ପୋଖରୀକୁ ଯିବାକୁ ପଡ଼ିବ। କଇଁଛ କହିଲା, ମୁଁ ମଧ୍ୟ ଏହି ପୋଖରୀ ଛାଡ଼ିବାକୁ ଚାହୁଁଛି, କାରଣ ମୁଁ ତୁମଠାରୁ ଦୂରରେ ରହିବାକୁ ଚାହେଁ ନାହିଁ। ମୁଁ ତୁମ ସହିତ ଯିବାକୁ ଚାହେଁ, କିନ୍ତୁ ମୁଁ ତୁମ ପରି ଉଡ଼ି ପାରିବି ନାହିଁ। ବଗ 2 ଜଣ ବହୁତ ଭଲ ଥିଲେ ଏବଂ ସାଥୀ କଇଁଛକୁ ସାହାଯ୍ୟ କରିବାକୁ ଚାହୁଁଥିଲେ। ସେମାନେ କଇଁଛକୁ ସାଥିରେ ନେବାର ଯୋଜନା କଲେ। ଗୋଟେ ଉପାୟ ମୁଣ୍ଡରେ ଆସିଲା। 2ଟି ବଗ ଏକ ପତଳା ଶକ୍ତିଶାଳୀ ବାଡ଼ି ଆଣିଲେ। ସେମାନେ କଇଁଛକୁ କହିଲେ, ଏହାକୁ ତୁମ ପାଟିରେ ବାଡ଼ି ମଝିରେ କାମୁଡ଼ି ଧର। ଆମେ 2 ଜଣ ବାଡ଼ିର 2 ମୁଣ୍ଡକୁ କାମୁଡ଼ି ଧରିବୁ, ଆଉ ଏକ ସାଥିରେ ବାଡ଼ି ନେଇ ଉଡ଼ିବୁ। କିନ୍ତୁ ଯଦି ତୁମେ ପାଟି ଖୋଲିବ, ତଳେ ପଡ଼ିଯିବ। କଇଁଛଟି ପାଟିରେ ବାଡ଼ିକୁ କାମୁଡ଼ି ଧରିଲା। ବଗ 2 ଜଣ ବାଡ଼ିର 2 ମୁଣ୍ଡକୁ ନିଜ ଥଣ୍ଟରେ ଧରି ଆକାଶରେ ଉଡ଼ିଗଲେ। କଇଁଛଟି ଭାରୀ ଥିଲା, ତେଣୁ ବଗମାନେ ବହୁତ ଉଚ୍ଚରେ ଉଡ଼ି ପାରୁନଥିଲେ। ସେମାନେ ଗୋଟିଏ ଗାଁ ଉପରେ ଉଡ଼ୁଥିଲେ। କିଛି ପିଲା ପଡ଼ିଆରେ ଖେଳୁଥିଲେ। ପିଲାମାନେ ଯେତେବେଳେ କଇଁଛକୁ ନେଇ ଯାଉଥିବା ବଗମାନଙ୍କୁ ଦେଖିଲେ, ସେମାନେ ପାଟି କରିବାକୁ ଲାଗିଲେ, ଦେଖ ଦେଖ, 2ଟି ବଗ ଏକ କଇଁଛକୁ କେମିତି ନେଇ ଉଡ଼ୁଛନ୍ତି। ଯଦି ତଳେ ପଡ଼ିଯାଆନ୍ତା, ଆମେ ତରକାରୀ କରି ଖାଇଦିଅନ୍ତୁ। ଏହା ଶୁଣି କଇଁଛଟି ବହୁତ ରାଗିଗଲା। ସେ ନିଜର ରାଗ ପ୍ରକାଶ କରିବାକୁ କହିଲା, ତମେମାନେ ପାଉଁଶ ଖାଅ। ପାଟି ଖୋଲିବା ମାତ୍ରେ ସଙ୍ଗେ ସଙ୍ଗେ ତଳେ ପଡ଼ିଗଲା ଏବଂ ମରିଗଲା। ନୀତି କଥା, କ୍ରୋଧ ସଂଯମ କରିବା ଉଚିତ, କାରଣ କ୍ରୋଧ ସମୟରେ ଆମେ ଯେଉଁ କାମ କରୁ ତାହା ଆମ ପାଇଁ କ୍ଷତିକର ହୋଇଥାଏ। ଆରଥରକୁ